ଆପଣଙ୍କ ଟିଭି ଓଡ଼ିଶା ମାଟିର ବାସ୍ନା। ସତ କେବେ ଲୁଚି ରହେନା, ଆଉ ଟିକିଏ ଡେରି ହେଉ ପଛେ ସତ ସବୁବେଳେ ପଦାକୁ ଆସିଥାଏ। ଅର୍ପିତା ଚୌଧୁରୀ 3 ଜଣଙ୍କ ସହିତ ସମ୍ପର୍କରେ ଥିଲେ। ସେମାନେ ହେଉଛନ୍ତି ହିମନ ସାଗର, ସୋମେଶ ଆଉ ଦିନେଶ। ପଇସା ଏମିତି ଏକ ଜିନିଷ, ଆଉ ସେଇ ପଇସା ପାଇଁ ଲୋକେ କିଛି ବି କରିଦିଅନ୍ତି। ଏବେ ଯାହା ଚର୍ଚ୍ଚା ହେଉଛି, ଅର୍ପିତା କୁଆଡ଼େ ଏକାଧିକ ଲୋକଙ୍କ ସହିତ ସମ୍ପର୍କରେ ଥିଲେ। ପ୍ରଥମେ ଭଲ ପାଇଥିଲେ ସୋମେଶକୁ, ଦ୍ୱିତୀୟରେ ହିମନ ସାଗରଙ୍କୁ, ତାପରେ ଦିନେଶକୁ। ତେବେ ଏସବୁ ନାଟର ଗୋବର୍ଦ୍ଧନ ଦିନେଶ, ଆଉ ଦିନେଶ ସବୁ କଥା ଜାଣିଛନ୍ତି। ସେଥିପାଇଁ ଦିନେଶ ବ୍ଲାକମେଲ କରନ୍ତି ଅର୍ପିତାଙ୍କୁ। ଦିନେଶ କହନ୍ତି କି ତୋର ସବୁ କଥା ଜାଣିଛି, ତୋର ସବୁ ଭିଡ଼ିଓ ମୋ ପାଖରେ ଅଛି। ଯେଉଁଦିନ ମୁଁ ଭାଇରାଲ କରିଦେବି ତୋର ଇଜ୍ଜତ ମହତ ସବୁ ଚାଲିଯିବ। ଏକଥା ଦିନେଶ ମଧ୍ୟ ଅର୍ପିତାଙ୍କୁ କହିଛନ୍ତି। ହିମନ ସାଗରଙ୍କର ଗାଡ଼ି ନେଲା, ହୀରା ମୁଦି ନେଲା, ଘର ନେଲା, କିନ୍ତୁ ଅର୍ପିତା କାହାର ହୋଇପାରିଲା ନାହିଁ। କିନ୍ତୁ ସବୁ କଥାକୁ ଲୁଚାଇବାକୁ ଯାଇ ତାଙ୍କୁ ମାରିଦେଲେ ବୋଲି ଅନୁମାନ କରାଯାଉଛି। ତେବେ ସେ ଯାହା ହେଉ ନା କାହିଁକି ଏହି ତ୍ରିକୋଣୀୟ ଲଭ୍ ଷ୍ଟୋରି ଭିତରେ ବଳି ପଡ଼ିଗଲେ ହିମନ ସାଗର। ଏସବୁ କଥା ଭିତରେ ଦିନେଶ ହାତରେ ସବୁ ମୂଳମନ୍ତ୍ରର ଚାବି କାଟିଥିଲା। ଦିନେଶ ଯାହାକୁ ଯେମିତି ନଚାଉଥିଲେ ସେମିତି ନାଚୁଥିଲେ ସବୁ। କିନ୍ତୁ ଅର୍ପିତା ସବୁ ଜାଣିଥିଲେ, ଦିନେଶ ମଧ୍ୟ ସବୁ ଜାଣିଥିଲେ, କିନ୍ତୁ ଏସବୁ କଥାକୁ ଲୁଚାଇଥିଲେ କାହିଁକି ତାହା ବି ତଦନ୍ତ କରିବ ପୋଲିସ। ଆଉ ତଦନ୍ତ ପରେ ଅସଲି ଖଳନାୟକ କିଏ ଜଣାପଡ଼ିବ, ଦୋଷୀ ମଧ୍ୟ ସାବ୍ୟସ୍ତ ହେବ।